କଲ୍ଡ ସୁପର ମମ୍ ହେବାକୁ ହେଲେ ଛୁଆମାନଙ୍କର ପାଟିରୁ କଥା ବାହାରିବା ସାଙ୍ଗେ ସାଙ୍ଗେ ସେଇଟା କରିକି ଦେବା ପାଇଁ ପଡ଼ିବ, ନହେଲେ ସୁପର ମମ୍ ଟ୍ୟାଗ୍ରୁ ଆପଣଙ୍କ କ୍ରାଉନ୍ଟା କଟିଯିବ। ସେମିତି ଝିଅ ନେଇକି ଆସିଥିଲା ଆପଲ୍ ଆଉ ଅରେଞ୍ଜର ଜୁସ୍ ବାହାର କରିନେଲି, ଫାଳେ ଆପଲ୍ ଛୋଟ ଛୋଟ କାଟିନେଲି, ଆଉ ଘରେ ଥିବା ଡ୍ରାଏ ଫ୍ରୁଟ୍କୁ ଭିଜେଇ ନେଲି ଅଧଘଣ୍ଟା। ଚିନି ଅଧା ଗିନା ନେଇ ସେଥିରେ ଟିକେ ପାଣି ଦେଇ ମେଲ୍ଟ କରିନେଲି। ମ୍ୟାରିନେଟେଡ୍ ଫ୍ରୁଟ୍ ଆଉ ଡ୍ରାଏ ଫ୍ରୁଟ୍କୁ 2 ମିନିଟ୍ ଭଲ ଭାବରେ ଟିକେ ଫୁଟେଇ ନେଲି, ତାପରେ ଥଣ୍ଡା କରିବା ପାଇଁ ରଖିନେଲି। ସେଥିରେ 2 ଚାମଚ ଘିଅ ଆଉ ଘରେ ବନେଇଥିବା ବିଟ୍ରୁଟ୍ ପାଉଡ଼ରକୁ 1 ଚାମଚ ଗୋଳେଇ ଭଲ ଭାବରେ ରଖିନେଲି। ତାପରେ ଯେଉଁ ଗିନାରେ ମାପ କରି ଅଧା ଗିନା ଚିନି ନେଇଥିଲି ସେଇ ଗିନାରେ 1 ଗିନା ଅଟା ନେଇଗଲି, ଭଲ ଭାବରେ ଗୋଳେଇ ଦେଲି, ହାଲକା ଟିକେ ବେକିଂ ପାଉଡ଼ର ଦେଇଦେଲି। ଆମର କେକ୍ର ବ୍ୟାଟର ରେଡ଼ି ହୋଇଗଲା। ତା ଉପରେ ଆଉ ଫାଳେ ଆପଲ୍ ସଜେଇଦେଲି। ଆଉ ପ୍ରି ହିଟେଡ୍ ଓଭନ୍ ନୁହଁ ତ ଆମର ପ୍ରେସର କୁକର୍, ସମସ୍ତଙ୍କର ପ୍ରି ହିଟେଡ୍ ଓଭନ୍ ହେଲା ପ୍ରେସର କୁକର୍। ସେଥିରେ ଅଧଘଣ୍ଟା ସିମ୍ରେ ରଖିନେଲି। ଆଉ ଆମର ଏଇଠି ଅଟାର କେକ୍ ରେଡ଼ି ହୋଇଗଲା। ବହୁତ ହି ବଢ଼ିଆ ବାସ୍ନା ଆସୁଥିଲା, ଫ୍ଲପି ବି ବହୁତ ହେଇଥିଲା, ଖାଇବାକୁ ବହୁତ ଟେଷ୍ଟ ଲାଗିଲା। ଆଉ ଏଇ ଟେଷ୍ଟି କେକ୍ଟା ମୋ ସୁପର ମମ୍ କ୍ରାଉନ୍ଟା ହାତରୁ ଯାଉ ଯାଉ ବଞ୍ଚେଇ ଦେଲା।